या भलिया टोटाल 3टी एମିତି ଅଛି ତ ମୁଁ ଏଥିରୁ ଗୋଟିଏ ତିଆରି କରିଛି। ତ ଭାଇମାନେ ଦେଖନ୍ତୁ ମୁଁ ଛିଡ଼ା କରେଇ ଦଉଛି। ଆଉ ଦେଖିପାରୁଥିବେ ଦେଖିବା ପାଇଁ ବହୁତ ହି ସୁନ୍ଦର ଦେଖାଯାଉଛି। ଆଉ ଏଇଟା ମୁଁ ନିଜେ ହିଁ ତିଆରି କରିଛି। ଆହୁରି ବି ବହୁତ ସାରା ଅଛି। ଆପଣମାନେ ତ ଜାଣିଥିବେ କି ସମ୍ବଲପୁରୀ ତ ଦେଖିଥିବେ ତ ଶାଢ଼ୀ ମାନଙ୍କରେ ଏମିତି ତିଆରି ହୋଇଥାଏ। ଆଉ ମୁଁ ଏଇଟା ଓନ୍ଲି କେବଳ ଧଳା ଏବଂ କଳା ମଧ୍ୟ ସାହାଯ୍ୟରେ ମୁଁ ଘରେ ସଜାଇବା ପାଇଁ। ଆଉ ଆପଣମାନେ ତ ଆଙ୍ଗ୍ରି ବାର୍ଡସ୍ ଦେଖିଥିବେ ଆଉ ଖେଳିଥିବେ ମଧ୍ୟ। ଆଉ ଏଇଟା ହଉଛି ଆଙ୍ଗ୍ରି ବାର୍ଡସ୍ ର ଗୋଟେ ଦେଖିପାରୁଥିବେ ମୁହଁ ଭଳିଆ। हेलो गाइस टू माय न्यू ब्लॉग। तो मो सब आपन जब मो चैनल को नुआ आसछन तो लाइक से सब्सक्राइब मत करथे। तो भाई मैंने आज मु जति माने केते गुडी इंटरेस्टिंग माने जति सब जिनिस सब बनेछि आपन मानन को देखेबी। आउ सेउडा मु निजे मो हाथ रे ही तयारी करिछि। ଆଉ ମୁଁ ଘରେ ଯେତେବେଳେ ବି ରୁହେ ମୋତେ ଖାଲି ଖାଲି ଲାଗେ ତ ମୁଁ ସେଗୁଡ଼ା ବସିକି ତିଆରି କରେ। ତ ଆପଣମାନଙ୍କୁ ଦେଖେଇବି ଆଜି। ଆଉ ବହୁତ ସାରା ମୁଁ ମାନେ ଜିନିଷ ଗୁଡ଼ା ଫୋପଡ଼ା ହେଇଯାଏ ତ ସେଇଗୁଡ଼ାକୁ ଆଣିକି ମୁଁ ଘରେ ନିଜେ ତିଆରି କରିଛି। ଆଉ ମୁଁ ଇଚ୍ଛା ହେଲେ କୋଉଦିନ କେମିତି ମୁଁ ଡ୍ରଇଂ ବି ବନେଇଦିଏ। ତ ଭାଇମାନେ ଆଜି ମୁଁ ତମମାନଙ୍କୁ ସେଗୁଡ଼ାକ ଦେଖଉଛି। ଚାଲନ୍ତୁ ଯିବା ଆଗକୁ ବଢ଼ିବା। ଭାଇମାନେ ମୁଁ ଏଟା ଗୋଟେ ତିଆରି କରିଛି ଦେଖିପାରୁଥିବେ। ଆପଣ ତ ବହୁତ ସାରା କାର୍ଟୁନ ତ ଦେଖିଥିବେ। ଆଉ ଏଇ କାର୍ଟୁନଟି ବି ଦେଖିଥିବେ। ୟା ଭଳିଆ ଟୋଟାଲ 3ଟି ଏମିତି ଅଛି ତ ମୁଁ ଏଥିରୁ ଗୋଟିଏ ତିଆରି କରିଛି। ତ ଭାଇମାନେ ଦେଖନ୍ତୁ ମୁଁ ଛିଡ଼ା କରେଇ ଦଉଛି। ଆଉ ଦେଖିପାରୁଥିବେ ଦେଖିବା ପାଇଁ ବହୁତ ହି ସୁନ୍ଦର ଦେଖାଯାଉଛି। ଆଉ ଏଇଟା ମୁଁ ନିଜେ ହିଁ ତିଆରି କରିଛି। ଆହୁରି ବି ବହୁତ ସାରା ଅଛି ତ ଆପଣମାନଙ୍କୁ ଗୋଟେ ଗୋଟେ କରି ଦେଖଉଛି। ଆଉ ଏଠାରେ ବି ଆଉ ଗୋଟେ ତିଆରି କରିଛି ଦେଖିପାରୁଥିବେ ମାନେ ଘୋଷ୍ଟ ଟାଇପ ର ଦେଖାଯାଉଛି। ଆଉ ଦେଖିବା ପାଇଁ ବହୁତ ହି ସୁନ୍ଦର ଦେଖାଯାଉଛି। ମୁଁ ଏଥିରେ କଳା ଆଉ ଧଳା ରଙ୍ଗ ମିକ୍ସ କରିକି ମୁଁ ଏ ଦିଟି ବନେଇଛି। ଆଉ ଆହୁରି ବି ବହୁତ ସାରା ଅଛି ଏମିତି ମିନିମମ୍ 5ଟା କି 6ଟା ହବ ଖଣ୍ଡେ କରିଛି। ଆଉ ଏଇଟା ହଉଛି ଆପଣ ମାନେ ତ ଜାଣିଥିବେ କି ସମ୍ବଲପୁରୀ ତ ଦେଖିଥିବେ ତ ଶାଢ଼ୀ ମାନଙ୍କରେ ଏମିତି ତିଆରି ହୋଇଥାଏ। ଆଉ ମୁଁ ଏଇଟା ଓନ୍ଲି କେବଳ ଧଳା ଏବଂ କଳା ମଧ୍ୟ ସାହାଯ୍ୟରେ ଏଗୁଡ଼ିକ ତିଆରି କରିଛି। ଆଉ ଯେତିକି ସବୁ ମୁଁ ତିଆରି କରିଛି ଏଗୁଡ଼ାକ ହଉଛି ଆପଣ ମଦ ତ ପିଉନଥିବେ। ଏଇଟା ହଉଛି ମଦ ବୋଟଲରେ ମୁଁ ଏଗୁଡ଼ା ସବୁ ତିଆରି କରିଛି। ଫୋପଡ଼ା ଯାଏ ଏଗୁଡ଼ାକ ମୁଁ ତାକୁ ଆଣିକି ଏଥିରେ ତିଆରି କରିଛି। ଆଉ ଏଇଟା ବି ଦେଖନ୍ତୁ ଏଇଟା ବି କଳା ଏବଂ ଧଳା ସାହାଯ୍ୟରେ ମୁଁ ଏଗୁଡ଼ା ବନେଇଛି। ଆଉ ଦେଖିବା ବି ବହୁତ ହି ସୁନ୍ଦର ଦେଖାଯାଉଛି। ଏଗୁଡ଼ାକୁ ଫୋପଡ଼ିଆ ମୁଁ ୟାକୁ ଫୁଲଦାନୀ ଭଳିଆ ମୁଁ ଏଗୁଡ଼ା ରଖିଛି କିନ୍ତୁ ମୁଁ ଘରେ ସଜାଇବା ପାଇଁ। ଆଉ ଆପଣମାନେ ତ ଆଙ୍ଗ୍ରି ବାର୍ଡସ୍ ଦେଖିଥିବେ ଆଉ ଖେଳିଥିବେ ମଧ୍ୟ। ଆଉ ଏଇଟା ହଉଛି ଆଙ୍ଗ୍ରି ବାର୍ଡସ୍ ର ଗୋଟେ ଦେଖିପାରୁଥିବେ ମୁହଁ ଭଳିଆ। ଆଉ ଗୋଟେ ବି ବନେଇଛି। ଏଇଟା ଗୋଟେ ବନେଇଛି ଗୋଟେ ଦେଖନ୍ତୁ ଘୋଷ୍ଟ ଟାଇପ ର ଇଏ ବି ଗୋଟେ ଦେଖାଯାଉଛି। ନାଲି ଏବଂ କଳା ଏବଂ ଧଳା 3ଟି ରଙ୍ଗ ମୁଁ ୟୁଜ କରିଛି। ଦେଖିବା ପାଇଁ ବହୁତ ହି ସୁନ୍ଦର ଦେଖାଯାଉଛି। ଭାଇମାନେ ମୁଁ ଏଇ ବୋଟଲରେ ଏତିକି ସବୁ ଜିନିଷ ତିଆରି କରିଛି। ଆହୁରି ବହୁତ ସାରା ଆପଣମାନଙ୍କୁ ଦେଖେଇବାର ଅଛି। ଆଉ ଆପଣମାନେ ମୋତେ କମେଣ୍ଟ ସେକ୍ସନ ମାଧ୍ୟମରେ ଜଣେଇବେ କି ମୋର ଏ ବୋଟଲରେ ଯେତିକି ସବୁ ଡିଜାଇନ କରିଛି ଆପଣମାନଙ୍କୁ କେମିତି ଲାଗିଲା। ଆଉ ମୁଁ ଏଇନା ଆପଣମାନଙ୍କୁ ଦେଖିବାକୁ ଯାଉଛି ମୋ ଡ୍ରଇଂସ। ମୁଁ ଏତେ ବି ଡ୍ରଇଂସ ବନାଇନି ଯେହେତୁ 3ଟା କି 4ଟା ଖଣ୍ଡେ ବନେଇଛି ତ ଆପଣମାନଙ୍କୁ ଦେଖେଇ ଦଉଛି। ଚାଲନ୍ତୁ ଡ୍ରଇଂ ଦେଖିବା। ଭାଇମାନେ ଏଇଟା ହଉଛି ମୋ ଡ୍ରଇଂ କପି। ଆଉ ଏଥିରେ ମୁଁ କିଛି ବି ଲେଖିନି ମୋ ନାଁ ଫାଁ କିଛି ବି ଲେଖିନି। ମୋତେ ଇଚ୍ଛା କେତେବେଳେ କେମିତି ହୁଏ ମୁଁ ତିଆରି କରିଦିଏ। ଏଇଟା ଦେଖିପାରୁଛନ୍ତି ଏଇଟା ଗୋଟେ ତିଆରି କରିଥିଲି ଗୋଟେ ଆନିମେ ଟାଇପ ର। ଆପଣମାନେ ତ ଆନିମେ ଜାଣିଥିବେ ନାରୁତୋ ସାକୁରୋ ଏମିତି ବହୁତ ସାରା ଅଛି। ଆଉ ସେଥିରୁ ବି କେତେଟା ଖଣ୍ଡେ ମୁଁ ତିଆରି କରିଛି। ଆଉ ଏଇଟା ଗୋଟେ ହଉଛି ଆନିମେ ର ଗୋଟେ ମାନେ ଡ୍ରଇଂ ମୁଁ ବନେଇଛି। ଏଇଟା ବି ଗୋଟେ ତିଆରି କରିଥିଲି କିନ୍ତୁ ଏତେ ବି ଭଲ ଲାଗିଲାନି। ଆଉ ଏଇଟା ଗୋଟେ ଡଙ୍ଗାରେ ବି ମୁଁ ଗୋଟେ ଚିତ୍ର କରିଥିଲି ଦେଖିପାରୁଥିବେ। ଯାହା ମୁଁ କିଛି କରେ ପେନସିଲ ମାନେ ସେଡିଂ ମାଧ୍ୟମରେ କରେ। ଆଉ ଏଇଟା ହଉଛି ଗୋଟେ ପକ୍ଷୀ ଆଉ ଇଏ ହଉଛି ବୋଟ। ଏଇଠି ବି ଗୋଟେ ଅଛି ଆପଣମାନେ ତ ଦେଖିଥିବେ କି ଲୁଫି ମାନେ ଗୋଟେ କହିଥିଲେ ଆନିମି। ତ ଏଇଟା ହଉଛି ସେ ଲୁଫିର ଗୋଟେ ଡ୍ରଇଂ ମୁଁ ବନେଇଛି। ଆଉ ୟାକୁ କରିବା ପାଇଁ ବହୁତ ହି ସମୟ ଲାଗିଲା। ଆଉ ଆପଣମାନେ କହିବେ ମୋତେ ଏ ଡ୍ରଇଂଟି କେମିତି ହେଇଛି। ଏଇଟା ହଉଛି ଲୁଫି। ଏଇଟା ହଉଛି ଗୋଟେ ବଲ୍ ଭିତରେ ମୁଁ ପ୍ରଜାପତି ଗୋଟେ ଡ୍ରଇଂ ବନେଇଛି। ଆଉ ସେଡିଂ ମାଧ୍ୟମରେ ମୁଁ ୟାକୁ ଦେଇକି ବହୁତ ହି ମାନେ ଭଲ ଭାବରେ ବନେଇଛି। ମୋତେ ତ ଏତେ ଭଲ ଆସେନି କିନ୍ତୁ ମୋତେ ଟିକେ ଇଚ୍ଛା ହେଲେ କୋଉଦିନ କେମିତି କରିଦିଏ।
ଆଉ ଏଇଟା ହଉଛି ଆପଣମାନେ ତ ନାରୁତ ଜାଣିଥିବେ, ତ ଏଇଟା ହଉଛି ନାରୁତର ଗୋଟେ ଡ୍ରଇଂ। ଆଉ ଦେଖିବା ପାଇଁ ସୁନ୍ଦର ବି ଦେଖାଯାଉଛି ଆଉ ବହୁତ ହି ସମୟ ଲାଗିଲା ଆକୁ ତିଆରି କରିବା ପାଇଁ। ମୋତେ ଡ୍ରଇଂ ଆସେନି କିନ୍ତୁ ଇଚ୍ଛା ହୁଏ କେତେବେଳେ କେମିତି ବନେଇବା ପାଇଁ। ଆଉ ଏଇଠି ବି ଗୋଟେ ଡ୍ରଇଂ ବନେଇଛି ଦେଖନ୍ତୁ। ଏଇଟା ହଉଛି ଗୋଟେ ଶୁଆ ଗୋଟେ କାଠ ଉପରେ ବସିଛି ଆଉ ଟ୍ୟାପ ଲାଗିଛି ତ ସେଥିରୁ ସେ ପାଣି ପିଉଛି। ଏଇଠି ପଥର ବି ବହୁତ ସାରା ପଡ଼ିଛି। ଆଉ ଏଇଟା ହଉଛି ଗୋଟେ ଗୋଟେ ଡ୍ରଇଂ ବନେଇଛି। ଏଇଥିରେ ବି ଯାହା ବି କିଛି ମୁଁ ବନେଇଛି ସବୁ କିଛି ସେଡ଼ିଂ ମାଧ୍ୟମରେ ବନେଇଛି। ଆଉ ତ କିଛି ବି ନାହିଁ। ମୋର ଆଉ ଗୋଟେ ଡ୍ରଇଂ କପି ଥିଲା ହେଲେ ମୋ ମାମା ମାନେ ଘର ଯେତେବେଳେ ସଜାଡ଼ା ହେଲା ସେଗୁଡ଼ା ନେଇ ଫୋପାଡ଼ି ଦେଲେ। ତ ଆହୁରି ବି ବହୁତ ସାରା ଡ୍ରଇଂ ଖାତା ଥିଲା ଛୋଟ ବେଳର। ଭାଇମାନେ ଆପଣମାନେ ଭିଡ଼ିଓଟି ଯଦି ପସନ୍ଦ ଆସିଥିବ ଲାଇକ୍ ମଧ୍ୟ କରିଦେବେ। ଯଦି ମୋ ଚ୍ୟାନେଲଟିକୁ ନୂଆ ଆସିଛନ୍ତି ସବସ୍କ୍ରାଇବ୍ ମଧ୍ୟ କରିଦେବେ। ଭାଇମାନେ ମୋତେ କମେଣ୍ଟ ସେକ୍ସନ୍ ମାଧ୍ୟମରେ ନିଶ୍ଚୟ ଜଣାଇବେ କି ମୋର ଏଇ ଯେତିକି ସବୁ ବୋଟଲରେ ସବୁ ଯେତିକି ସବୁ ଜିନିଷ ୱେଷ୍ଟ ଜିନିଷ ଗୁଡ଼ିକ କେମିତି ଆପଣମାନଙ୍କୁ ଲାଗିଲା ଆଉ ଡ୍ରଇଂ ମୋର କେମିତି ଲାଗିଲା ଆପଣମାନେ ମୋତେ ନିଶ୍ଚୟ ଜଣାଇବେ। ମୁଁ ତ ଏତେ ଭଲ ଡ୍ରଇଂ ବନାଏନି, କାଁ ବା କେତେବେଳେ ଯଦି ଇଚ୍ଛା ହୁଏ ମୁଁ ବନେଇଦିଏ। ଭାଇମାନେ ଆଜି ଭିଡ଼ିଓ ଏତିକି ଥିଲା। କାଲି ମୁଁ ପୁଣି ଥରେ ଦେଖା ହେବା। ଟାଟା ବାଇ ବାଇ ସି ୟୁ।